ମାଳ ବଣେ କାହିଁ ମୋ ଗାଁ ଭୂଇଁଲୁ ରହିଛି ରାଇଜ କଣେ ଚାରି ପାଶେ ତାର ପର୍ବତ ଘେରିଲୁ ଜଗିଛନ୍ତି ପ୍ରାଣ ପଣେ ପ୍ରକୃତି ପସରା ମୋ ଗାଁ ଭୂଇଁଲୁ ଧରିଛି ବସି ଯତନେ ବିକୁଛି ଭାବୁକେ ଶୋଭା ସମ୍ପଦ ଲୋ ତୃପ୍ତି ଆସେ ଦର୍ଶନେ। କାହାକୁ ବିଶ୍ୱାସ କରେ ଦୁନିଆରେ ନିଜ ଉପରେ ନିଜର ବିଶ୍ୱାସ ନାହିଁ। ଆଉ ଯେଉଁଠି MLA ହେଉଛନ୍ତି ବା ମନ୍ତ୍ରୀ ହେଉଛନ୍ତି କିଏ କାହାର କାମ କରୁନାହାନ୍ତି ଆଜି ପର୍ଯ୍ୟନ୍ତ ହେଲାଣି। ତମେ ସହରରେ ଭୁବନେଶ୍ୱର ଚାକଚକ କରି ଥୋଇଦେଲେ ସେ କାମଟା ହେଇଗଲା। କିନ୍ତୁ ଯାଆନ୍ତୁ ଆଉ ସୁଟାଗୁଣି ଯାଆନ୍ତୁ, ଯୋଉ ବୁଢା ବସିଛି ଏଇଟା କାହା ଉପରେ? ଆପଣଙ୍କ ଉପରେ? ବୁଢା ଉପରେ ଆଚୁରାଲି ସେ ଆସିବ। ବୁଢା ବସିଛି, ବୁଢା ଦେଖୁଛି ଚାଲିଲା ବେଳେ ବୁଢା ଠକ ଠକ ଯାଉଛି ଆଉ କଣ କଥା ଯାଉଛି ମାନେ ପଡୁଛି ହଉଛି ଅଭିନୟ। ବୟସର ଅପରାହ୍ନରେ ଆମ ଜେଜେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର। ଆମ ଜେଜେଙ୍କୁ ଆଜି 89 ବର୍ଷ ହେଇଗଲା, 88 ବର୍ଷ ପୂର୍ଣ୍ଣ ହେଇଗଲା। ତେଣୁ କରିକି ଏଇ ଯୋଉ 89 ବୟସ, ଏତିକି ବର୍ଷ ଭିତରେ ପୁରା ଓଡ଼ିଶା ଯାକ ବୁଲିଛନ୍ତି। ଆଉ ଶିକ୍ଷାଗତ ଜୀବନରୁ ତାଙ୍କର ଲେଖା ଶୈଳୀ ଖାସ କରିକି ଏମିତି ଏଇଭଳି ଭାବରେ ବହି ଅନେକ ପାଖାପାଖି 40ଟି ବହି ଜେଜେ ଲେଖି ସାରିଲେଣି। ଛପା ହେଇଛି 40ଟି, ଆହୁରି ଅନେକ। ଚାଲନ୍ତୁ ସିଧା କଥା ହବା। ଆଜ୍ଞା, ଏଇ ଯୋଉ ବର୍ଷ ତମାମ 89 ବର୍ଷ ନୟାଗଡ଼ରୁ ରାଜଧାନୀ ଗୋଟେ ଆସିବା, ତାପରେ ବିଭିନ୍ନ ଜାଗା ଖାସ କରିକି ଜଙ୍ଗଲ ଏରିଆ ମାନେ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କର ବି ଯାଇକି ଶିକ୍ଷାଗତ ଦବା, କେମିତି ଥିଲା ସେ ସମୟ ସବୁ? ପ୍ରଥମ ହେଲା ମୁଁ ମାଟ୍ରିକୁଲେସନ ପାସ୍ କଲି 57 ମସିହାରେ। ମାଟ୍ରିକ ପାସ୍ କରି ପ୍ରଥମରେ ସେତେବେଳେ ଚାକିରି ମାନେ ଜାତୀୟ ଲୋକ ମିଳୁନାହାନ୍ତି, ଶିକ୍ଷକ ମିଳୁନାହାନ୍ତି। ମୋ ମାଟ୍ରିକୁଲେଟ ହିସାବରେ ଆଗ ଯାଇଥିଲି TRW ଡିପାର୍ଟମେଣ୍ଟ ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ସେ ଅଣ୍ଡର ସେକ୍ରେଟାରୀ ବିଭାଗକୁ ଯାଇଥିଲି। ସେ ଆମ ନୟାଗଡ଼ରେ SDO ଥିଲେ, ତାଙ୍କ ପାଇଁ ଦେଖା ହେଇଥିଲା। ସେ କହିଲେ ଆଚ୍ଛା ହେଲ୍ଥ ଇନ୍ସପେକ୍ଟର ଜଏନ୍ କରିବ? ବୋଲେ ଆପଣ ଯୋଉଟା ଦେବେ, ମୁଁ ତ ବୁଭୁକ୍ଷୁ, ମୋ ପାଖରେ ତ କିଛି କୁଆଡ଼େ ଖାଇବା ପିଇବା ନାହିଁ କି ପଢ଼ା ନାହିଁ। ପଢ଼ିଦେଲି, ଆଉ ଯଦି ପଢ଼ା ଯେତିକି ମିଳିବା ସେ ଚଳିବ, କୁଟୁମ୍ବ ଚଳିବେ। ଆଉ ନା ତାହେଲେ ହଉ କାଲି ହେଲ୍ଥ ଇନ୍ସପେକ୍ଟର ଇଏକୁ ଆସିବ। ଦେଖ ହେଲ୍ଥ ଇନ୍ସପେକ୍ଟର ପୋଷ୍ଟିଂ ହେଇସାରିଛି, ନାହିଁ ଭେକାଣ୍ଟ। ତାପରେ ହେଲ୍ଥ ଡାଇରେକ୍ଟରଙ୍କୁ କହିଥିଲି, ସିଏ ଆମ ଏପଟେ ଯିଏ ଥିଲେ ଆମର ସେଇଠି ଅଣ୍ଡର ସେକ୍ରେଟାରୀ, ସେ ଆଉ ନୟାଗଡ଼ରେ SDO ଥିଲେ। ସେ SDO ଭଟ୍ଟାଚାର୍ଯ୍ୟ ଆଉ ଗଲେନି ସେ। ତା ପରବର୍ତ୍ତୀରେ ସେ କହିଲେ ଠିକ ଅଛି ଆମ ଡିପାର୍ଟମେଣ୍ଟରେ ତମେ ରହିଯାଅ। ସେଇ ସମୟରେ ହଠାତ୍ ପଠେଇଦେଲେ ବଡ଼ବନ୍ଧ ଟ୍ରେନିଂ ସେଣ୍ଟର ପ୍ରଥମରେ, ଫୁଲବାଣୀ ଜିଲ୍ଲାର ପୁରୁଣା କଟକ ପାଖରେ ବୌଦ୍ଧ ଜିଲ୍ଲା ଯୋଉଟା ହେଇଛି ସେଇଠି। ସେ ବାଘ ଭାଲୁଙ୍କ ସହ ଖେଳାଳିଆ ଚାଲିଥାଏ। ଆମ ରୋଡ ସାଇଡରୁ ଆମ ଟ୍ରେନିଂ ସେଣ୍ଟରଟା, ବଡ଼ବନ୍ଧ ଟ୍ରେନିଂ ସେଣ୍ଟରଟା ପ୍ରାୟ ½ କିଲୋମିଟର ଖଣ୍ଡେ ହବ। କଚା ଘର, ଚାଳ ଘର ସବୁ। ଆଉ ସେଠୁ ମୁଁ ଯେତେବେଳେ ଗଲି, ସେମାନେ ଆସିଲେ 5-7 ଲଣ୍ଠନ ଜଳେଇକିରି ମୋ ପାଖକୁ ଆସିଲେ। ମୋତେ ବସ୍ରୁ ଓହ୍ଲେଇ ସାଙ୍ଗେ ସାଙ୍ଗେ ପାଛୋଟି ନେବା ପାଇଁ। ସେଇ ସମୟରେ ମୋର ଟ୍ରେନିଂ ଆରମ୍ଭ ହେଲା। ଟ୍ରେନିଂ ବର୍ଷେ ଯାଇଛି, ସେଟା ହେଇଗଲା କୋଉଟା ଭାଲୁଲତା ସୁନ୍ଦରଗଡ଼ ଜିଲ୍ଲାକୁ ଟ୍ରାନ୍ସଫର ହେଇଗଲା ସେଇଟା। ତେଣୁ ସେଠି ଆଉ 2-3 ମାସ ଖଣ୍ଡେ ରହି ସେଠି ପରୀକ୍ଷା ଦେଇକିରି ଫାର୍ଷ୍ଟ ଇୟର କ୍ୟାଣ୍ଡିଡେଟ୍ ହିସାବରେ ଡିକ୍ଲାର କଲେ। 2 ଇୟର୍ସ କୋର୍ସ ସେଇଟା। ଆଉ ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ପିଲା କେହି ନାହାନ୍ତି, ତ ଗୋଟିଏ ପିଲା ମୁଁ ସେଠି। କିନ୍ତୁ ମୋତେ ଜଣେ ଲୋକ ପିଲା ଗୋଟେ କ୍ଲାସ୍ କେମିତି କରିବେ, ଟ୍ରେନିଂ କେମିତି ଦେବେ? ତେଣୁ ସେ ଗଭର୍ଣ୍ଣମେଣ୍ଟକୁ ଲେଖିଲେ କ'ଣ କରିବା, ଏମିତି ଅସୁବିଧା ଅଛି। ସେ ଗଭର୍ଣ୍ଣମେଣ୍ଟ ଲେଖିଲା କଲେକ୍ଟର ପୁରୀ ଆଣ୍ଡ କଟକ।
ଆଉ ଭ୍ୟାକାନ୍ସି ଯେଉଁଠି ଅଛି ଆସିଷ୍ଟାଣ୍ଟ ଟିଚରରେ ଆଗ ଅବଜର୍ଭର ଆଗକୁ କରିଦିଅ। ସେଠୁ ସେମାନେ ଦେଖିଲା ବେଳକୁ ସେଇ ଟାକେରା ଆଶ୍ରମ ସ୍କୁଲ ଯେଉଁଟା ହେଲା ପୁରୀ ଡିଷ୍ଟ୍ରିକ୍ଟରେ ସମସ୍ତେ ସସ୍ପେଣ୍ଡ ହେଇଯାଇଥିଲେ ହେଡ଼ମାଷ୍ଟର ସହିତ। ସେଟା ହେଲା ଆଶ୍ରମ ସ୍କୁଲ। ଆଶ୍ରମ ସ୍କୁଲରେ 120 ପିଲା ରହନ୍ତି ଆଦିବାସୀ ପିଲା ସ୍ପେଶାଲି। ସେଟା ଆଦିବାସୀ ପିଲା ଆଶ୍ରମ ସ୍କୁଲ ବୋଲେ ଏମି ସ୍କୁଲ 120 ପିଲା ରହନ୍ତି ଆଉ 40 ଲେଖେ ପିଲା ରହିବେ ସେଠି। ଗୋଟେ ବର୍ଷ ମୁଁ ରହିଛି, ପୁଣି ଆଉ ଥରେ ବାଲଲତା ଟ୍ରେନିଂ ପଠେଇଲେ ସେକେଣ୍ଡ ଇୟର କୋର୍ସ କମ୍ପ୍ଲିଟ୍ କରିବା ପାଇଁ। ସେ ଯେଉଁ ସେକେଣ୍ଡ ଇୟର କୋର୍ସ କମ୍ପ୍ଲିଟ୍ କରି ଆସିଲି, ମାଟ୍ରିକ ସିଟି ହେଇଗଲି। ମାଟ୍ରିକ ସିଟି ପରେ ପୁଣି ସେଠୁ ସେ ଟାକେରା ସଂସ୍କୃତ ଜଏନ୍ କଲି। ତାପରେ ସେଠି 2-3 ବର୍ଷ ଘରେ ଟୋଟାଲ 4 ବର୍ଷ ମୁଁ ରହିଛି। ଡିମିଟ୍ ବୋଲି ଟାକେରା ସଂସ୍ଥା 4 ବର୍ଷ ରହିଛି। ସେ ସମୟରେ ହେଡ଼ମାଷ୍ଟରଙ୍କ ସହିତ ମୋର ଟିକେ କନଫ୍ଲିକ୍ଟ ହେଲା। ହେଡ଼ମାଷ୍ଟର ସେ ବି ସ୍ୱାଧୀନତା କର୍ମୀ କଂଗ୍ରେସ, ଗୋଟେ ଧୋତି ଖଣ୍ଡେ ପିନ୍ଧିକିରି ଖଣ୍ଡେ ଚାଦର ପକେଇକିରି ଆଉ ଗୋଟେ ଝୋଲାମଣି ଧରିକି ଚାଲିଥାନ୍ତି। ତାପରେ ସଚଟାରେ ପ୍ରଥମ ନୂଆ ନୂଆ ଚାକିରି କରୁଛୁ, ୟଙ୍ଗ ମ୍ୟାନ୍, 20 ବର୍ଷ ଚାକିରି ମାନେ 20-24 ବର୍ଷ ଭିତର କଥା। ତେଣୁ ବହୁତ ମନ ଭରିକିରି ନିତ୍ୟକର୍ମ ମାନେ ଡ୍ୟୁଟି ବନ୍ଦ, ସେଗୁଡ଼ାକ ଭିତରେ ରହିକିରି କର୍ମ ପ୍ରବଣ ହେଇଗଲି। ପ୍ରବଳ ଦରମା ମିଳିନଥାଏ 2-3 ମାସ ପର୍ଯ୍ୟନ୍ତ, ମନେ ଅଛି। ସେଠୁ ଦରମା ଥିଲା ଦରମା ଯେତେବେଳେ 50 ଟଙ୍କା 20 ଟଙ୍କା ଦିଏ, 70 ଟଙ୍କା ଦରମା ମିଳିଥାଏ। ହয়তো 50 ଟଙ୍କା ମୁଁ ଘରକୁ ଦେଇଦିଏ, ଘରେ ସବୁ ଚଳିବେ ବୋଲି। 20 ଟଙ୍କାରେ ଆମେ ଥିଲୁ, ମୁଁ ବାହା ହେଇଯାଇଥିଲି ସେତେବେଳକୁ। ଆଉ ମୁଁ, ମୋ ସ୍ତ୍ରୀ, ମୋ ବୋଉ ମଦର, ଆଉ ତା ବାଦ ଗୋଟେ ପୁତୁର ପାଖରେ ପଢ଼ୁଥିଲା 4ର୍ଥ ଶ୍ରେଣୀରେ। ଆଉ ସେମାନେ ଧରିକି ଚଳିଯାଏ 20 ଟଙ୍କାରେ, ତ କିଛି ଅସୁବିଧା ହୁଏନି। କାରଣ ସେଠି ଆଉ ପାନ ବିଡ଼ି ଚା ସିଗାରେଟ କିଛି ତ ନାହିଁ। ଏ ଖୋଜିଲେ ମିଳିବନି, ଦୋକାନଟେ ନଥାଏ। ଆଉ ଜଙ୍ଗଲ ଭିତରେ ଆଉ କ'ଣ ମିଳିବ? କହିଲେ ଯେମିତି ହେଡ଼ମାଷ୍ଟର କହିଲେ, ମୁଁ କହିଲି ଟଙ୍କା 200-300 ଦରକାର, ଆଉ କ'ଣ ଦରମା ତ ମିଳେନି, କେମିତି ଚଳିବା? ଗୋଟେ ବୋଲେ ଆରେ ମୁଁ କ'ଣ ସାହୁକଟା ମହାଜନ ହେଇଛି ତମେ ଯେତେବେଳେ ଟଙ୍କା ମାଗୁଥିବ ସେତେବେଳେ ମୁଁ ଦଉଥିବି? ମୁଁ କହିଲି ଆରେ ମୋତେ ଶକ୍ ଲାଗିଗଲା। କହିଲି କ'ଣ? କିଛି କହିନି, ସାଇଲେଣ୍ଟ ଭାବିଲି। ମୁଁ କହିଲି ଯେଉଁ ସ୍କୁଲ ପାଇଁ ଏତେ ରକ୍ତଟା ତଳ ଦେଇକିରି ମୁଁ ଖଟିଛି 4 ବର୍ଷ ଧରିକିରି, ସବୁ ପ୍ରକାର କର୍ମ ପ୍ରବଣତା ଭିତରେ ସେ ମୋତେ କହୁଛନ୍ତି ସାହୁକର ମହାଜନ କଥା ମନେ ପକେଇଲେ। ପିଲାଦିନେ ସାହୁକର ମହାଜନ କଥା ମନେ ପଡ଼ିଛି, ଗାଁ ଗଳିର ଯେଉଁ ସାହୁକର ମହାଜନ ଦିଅନ୍ତି ଟଙ୍କା, ସମସ୍ତେ ମାନେ ଚଳନ୍ତି। ମୁଁ କହିଲି ହଉ। ସେଇଠୁ ମୁଁ ଆଉ କିଛି କହିଲିନି ତାଙ୍କୁ, ସିଧା ଗଲି ହେରି ମୋ ଖଟ ଉପରେ ବସିକି ଶୋଇପଡ଼ିଲି। ଟିକେ ଜଗନ୍ନାଥଙ୍କୁ ଡାକିକିରି କାନ୍ଦି ପକେଇଲି। କହିଲେ ପ୍ରଭୁ, ମୋତେ କ'ଣ ସେସବୁ ମୋତେ କରିବା ଥର ଯୋଜନା, ତମ ଯୋଜନା? ମୋତେ ଏଇ ଗୋଟେ ମୁହୂର୍ତ୍ତ ଏଇ ସ୍କୁଲରେ ରହିବାକୁ ଚାହେଁନି। ପ୍ରଥମ ଏଇଟା ମୋର ଅଭିମାନ ଜଗନ୍ନାଥଙ୍କ ପାଖରେ, ଗୋଟେ ଅଭିମାନ, ଗୋଟେ ମୁହୂର୍ତ୍ତ ରହିବାକୁ ଚାହେଁନି। ଗୋଟେ ସାଙ୍ଗେ ସାଙ୍ଗେ ସେ ହେଡ଼ମାଷ୍ଟର କ'ଣ କଲେ, ସେ ଦେଖିଲା ଆରେ ମହାପାତ୍ର କେମିତି ରାଗିକି ପଳେଇଲେଣି, କ'ଣ କହିଲେ, ସେ ସାଙ୍ଗେ ସାଙ୍ଗେ ତାଙ୍କ ସ୍ତ୍ରୀଙ୍କ ହାତରେ ଟଙ୍କା ପଠେଇଦେଲେ। ଟଙ୍କା 300 ଟଙ୍କା କ'ଣ ଦେଇଦେଲେ। ଆଉ ସିଏ ଆସିଲେ ବୋଉକୁ, ସେ ବତେଇକି ବୁଝେଇକିରି ଦେଇଦେଲେ। ଗୋଟେ ବଡ଼ କଷ୍ଟରେ ଗୋଟେ ଧରିଥାଏ। ଟଙ୍କା 300 ଦେଇଦେଲେ। ଟଙ୍କା 300 ଦେଇଦେଲେ ଘରେ ଆଣିକିରି ବୋଉକୁ ଦେଲେ। ବୋଉ ମୋତେ ବୁଝେଇଦେବା। କହିଲେ ହଉ, କାହା ଉପରେ ରାଗିବି, କ'ଣ କରିବି? ଆଚ୍ଛା ହଉ, ମୋତେ ବସେଇଦେଲେ। ଆଉ ପିଲାମାନଙ୍କୁ 2-4 ସ୍ୱାମୀ, ସ୍ତ୍ରୀ, ବୋଉ ଆଉ ପୁତୁରାଟିଏ ବସିଗଲି। ପଳେଇଗଲୁ ଦଶପଲ୍ଲା। ତାପରେ ସେ ସ୍କୁଲକୁ ଗଲେ ନା ଆଉ ଗଲେନି? ଶୁଣନ୍ତୁ ମଜାଟା ଏଇଠି, ଏଟା କହିଦେଇକି ଜଗନ୍ନାଥ ପଳେଇଲି। ପଳେଇଲା ପରେ ଆସିଲା ବେଳକୁ ଏଠି କେବଳ ଭୁବନ ନୟାଗଡ଼ରୁ ଆସିକି ପହଞ୍ଚୁଛନ୍ତି ପାଖରେ। ମହାପାତ୍ର ଆପଣ ଡିମିଟ୍ ବୋଲି ଆସନ୍ତୁ, ହେଡ଼ମାଷ୍ଟର ହେଇକି ଯିବେ। ଚିନ୍ତା କରନ୍ତୁ। ମୁଁ କହିଲି ହେଡ଼ମାଷ୍ଟର ମୁଁ ଏଠି ଆସିଷ୍ଟାଣ୍ଟ ଥିଲି 4 ବର୍ଷ ହେଇଛି, ଆଉ ହେଡ଼ମାଷ୍ଟରକୁ ଯିବି? ନାଇଁ, କଲେକ୍ଟର କହିଛନ୍ତି ଆପଣ ଯଦି ପାରିବେ ସେଠିକି କହନ୍ତୁ, ଆପଣ ନାଁ ରେକର୍ଡ ହେବ ଯିବ। ନହେଲେ ନାଇଁ, ଆପଣ ଏଠି ଯାହା ନାଁ ଅଛି ଭଲ ଅଛି, ଆପଣ କାହିଁ ଯିବେ?
ନା ସେ କଥା ଆପଣ କହୁଥିଲୁ କିଛି ଆପଣ ଏମିତି କୌଣସି କାମ ନାହିଁ ଯୋଉଟା ମହାପ୍ରଭୁ ପାରିବେନି। ଆପଣ ଚେଷ୍ଟା ନୀତି ନିୟମ ଅନୁସାରେ କରନ୍ତୁ, ନିୟମ ପଛରେ କେହି ବଦନାମ ନ କରନ୍ତି। ଅର୍ଡର ଆସିଲା ହାରି ୟୁ ଆର୍ ହିଅର୍ ବାଇ ହେଡମାଷ୍ଟର ଧରନ୍ତୁ, ହେଡମାଷ୍ଟର ଡିମିରିପଲ୍ଲୀ ଆଶ୍ରମ ସ୍କୁଲ ଡିମିରିପଲ୍ଲୀ ଆଜି ହେଡମାଷ୍ଟର ସରିଗଲା। ସାଙ୍ଗେ ସାଙ୍ଗେ ସେଇ ସମର ଭ୍ୟାକେସନ ଯାଇ ସେଠି ପହଞ୍ଚିଛି। ହେଡମାଷ୍ଟର ଜାଣିନାହାନ୍ତି, ରିପୋର୍ଟ ଦିଆହେଇନି, ମହାପ୍ରଭୁ ପଳେଇଲେ ବୋଲି ସେ ଜାଣିନାହାନ୍ତି। ସେଠି ଯାଇକି ଡିମିରିପଲ୍ଲୀ ଆଶ୍ରମ ସ୍କୁଲରେ ଜଏନ୍ କଲା ବେଳକୁ ସମର ଭ୍ୟାକେସନ ଯେ ଜଣେ ସବୁ ପଳେଇଛନ୍ତି, ପିଲା ମାଷ୍ଟର ସମସ୍ତେ, ଆଉ 2-3 ଜଣ ଖଣ୍ଡେ ମାଷ୍ଟର ଅଛନ୍ତି ମୋର, ଆଉ 2-3ଟା ପିଅନ। ଏଇ ସମର ଭ୍ୟାକେସନରେ ସେଇଠି ଖରା ଏ ସମୟରେ ବର୍ଣ୍ଣାରେ ଏସବୁ ବସ କଥାବାର୍ତ୍ତା ହଉଛୁ। ଏଇ ସମୟରେ ସିଆଡ଼ୁ ଚିଠି ଆସିଲା, ହେଡମାଷ୍ଟର ଆସିଲେ ଜାଣିନାହାନ୍ତି, ମହାପ୍ରଭୁ ପଳେଇଲା, ଏ କେମିତି ହବ, ସ୍କୁଲ ଚାଲିବ କେମିତି? ବଡ଼ ଅସୁବିଧା ହେଲା। ନାହିଁ ତାଙ୍କର ସେତେବେଳେ ପବିତ୍ର ମୋହନ ପ୍ରଧାନ ଥିଲେ ଇଏ ବନ୍ଧୁ ବୋଲି କଂଗ୍ରେସିଆ ବନ୍ଧୁ, ସେ ତାଙ୍କୁ କହିଲେ, ସେ ମନ୍ତ୍ରୀ ଥିଲେ, ସେ କହିଲେ ଆଚ୍ଛା ଗୋଟେ ଅର୍ଡର କରିଦେଲେ ଯେ ମହାପ୍ରଭୁ ଏଠିକି ପଠେଇଦିଅ। ମୁଁ ଏଠି SCC ଟ୍ରେନିଂ ଦେଉଥିଲି ପିଲାମାନଙ୍କୁ, ସେ ସବୁ ଟ୍ରେନିଂ ଯାଇଥିଲି କଟକ କ୍ୟାଡେଟ 13 ସର୍କଲ କ୍ୟାଡେଟ କ୍ଲବ୍ସ SCC ଟ୍ରେନିଂ ପାଇକିରି ଏମାନେ ଟ୍ରେନିଂ ଦେଉଥିଲି। ସେଠୁ ସେମାନେ ଧରିକିରି ପଳେଇ ମୋତେ ଯିବା ପାଇଁ କହିଲେ। ସେଠୁ କଲେକ୍ଟର କହିଲେ ନା, ହି କ୍ୟାନଟ୍ be spared. He is the only man who can control of the situation created by the ex-headmasters. ସେତେବେଳୁ 2ଟା ହେଡମାଷ୍ଟର ସସ୍ପେଣ୍ଡ ନେଇଥାନ୍ତି, ବୁଝିଲେ। ତେଣୁ ଆଉ କିଛି କରିପାରିଲେନି। ଗଭର୍ଣ୍ଣମେଣ୍ଟ ହେଲା ତମେ ଆଉ ଜଣେ ଟିଚରକୁ ପଠେଇ ଦିଅ SCC ଟ୍ରେନିଂ, ଆଉ ସେ ଯାଇପାରିବନି। କଣ୍ଟିନ୍ୟୁ କଲି, 4 ବର୍ଷ ଯାଇଛି। 4 ବର୍ଷ ପରେ ପୁଣି ସେଠି ଏ ଯେଉଁ ମାଷ୍ଟର 2 ଜଣ ଖଣ୍ଡେ ସେ ଟିକେ ଖାଳ ହେଲେ, ବୋଲେ ସ୍ୱାର୍ଥପର ବିଜେପି କ'ଣ ଲେଖା ଲେଖି ଦେଲେ, ତାକୁ ଗୋଟୁ ଆସିଲେ ଇନକ୍ୱାରି। ଏମିତି କେତେଟା ସ୍କୁଲ ଟୋଟାଲ ବଦଳି ଏମିତି ହେଲା 2ଟା ସ୍କୁଲ ବଦଳି, 2ଟା ସ୍କୁଲରେ ମୋର ପଡ଼ିଲା 8 ବର୍ଷ। ତାପରେ ଗଲି ହେରି, ୟା ପରେ ଟ୍ରେନିଂ ସ୍କୁଲ ପରେ ମୁଁ ପୁଣି ସେଇ ଭଗବାନଙ୍କୁ କହିକିରି ପଳେଇଲି। ମୁଁ ସ୍କୁଲରେ ପୁଣି କେତେ ବର୍ଷ ଟ୍ରେନିଂ 2 ବର୍ଷ, ଇଏ 10 ବର୍ଷ ହେଲା ମାଷ୍ଟର ଚାକିରି। ତାପରେ ମତେ ଗଭର୍ଣ୍ଣମେଣ୍ଟ ପଠେଇଲା ମାଷ୍ଟର ଚାକିରି। ହିନ୍ଦୀ ସେ ଟ୍ରେନିଂ ସ୍କୁଲରେ ଗଣ୍ଡଗୋଳ ହେଲା, ହେଡମାଷ୍ଟରଟାକୁ ଜଣେ କ୍ରାଫ୍ଟ ଟିଚର ବାଡ଼େଇ ପକେଇଲା ଘରକୁ ଯାଇକିରି। ସେତେବେଳେ ବହୁତ ଭାରି ମାନେ କ'ଣ କହିବି, ଗୁଡ଼ାକ ପ୍ରଚଣ୍ଡ ପ୍ରତିଭା ବୋଲି କହି ତ ପାଇବି, ନିଜ କଥା ନିଜେ କହିବାନି, କିନ୍ତୁ କର୍ତ୍ତବ୍ୟ ପରାୟଣ ଥାଏ। କୋଉଠି ଭୁଲ ଘଟେ କିଛି ହେଲେ କାହାକୁ ଦୟା ବା ଡାଇମର। ଆଚ୍ଛା, ଏଇ ଯୋଉ ଲେଖା ଲେଖିଟା କେବେଠୁ ଆରମ୍ଭ କଲେ? ସେଇଟା ଆରମ୍ଭ ହେଲା। ସେଠୁ ଯେଉଁ ଟ୍ରେନିଂ ସ୍କୁଲରେ ଥିଲି, ସେ 2 ବର୍ଷ ରହିଲି। ସେ 2 ବର୍ଷରେ ସେତେବେଳେ ହେଲା 77-78 ବର୍ଷିଆ କଥାଟା। ଦିନେ କେହି ନାହାନ୍ତି ପିଲାମାନେ, ମୁଁ 20 ବର୍ଷରେ ବାହା ହେଇଥିଲି। ତେଣୁ କହୁଥିଲି ତ ସ୍ତ୍ରୀ ବୋଉ, ଆଉ ବୋଉକୁ ନେଇ ନେଇଥିଲି କୋରାପୁଟ, ଏତେ ଦୂରକୁ କୁଆଡ଼େ ତୁ ଯିବୁ, କୁଆଡ଼େ କ'ଣ ଅସୁବିଧା ହେବ, ବୁଢ଼ୀ ଲୋକ। ତାପରେ ସ୍ୱାମୀ, ସ୍ତ୍ରୀ ଆଉ ଛୋଟ ପିଲାଟିଏ ହେଇଥିଲା, କ'ଣ ଏଠି ଥାଉଥିଲେ ଏଠି। ସେ ଯାଇଥିଲେ ଶ୍ୱଶୁର ଘରକୁ ଯାଇଥିଲେ। ମୁଁ କେବଳ ଏକୁଟିଆ ଥିଲି, ନିଜେ ସବୁ ସ୍କୁଲ କଥା ଦାୟିତ୍ୱ ବୁଝିକିରି, ତାପରେ ମୁଁ ନିଜେ ରୋଷେଇ କରିକି ଖାଏ। ତ ରୋଷେଇ କରିକିରି ଖାଇ ପିଇକିରି ମୁଁ ଯାଉଛି ଶୋଇବାକୁ, ବୁଝିଲେ। ସେଇ ସମୟରେ ମୋତେ ଜଗନ୍ନାଥଙ୍କର କୃପା ବୋଲି କହିବା, ଆଉ କ'ଣ କହିବା, ବୋଲେ ହରେ ତୁ କ'ଣ ଶୋଇବାକୁ ଯାଉଛୁ, କ'ଣ ଶୋଇପଡ଼ୁଛୁ, ଲେଖା ଲେଖି କରୁନୁ, ଆଉ ଶୋଇପଡ଼ୁଛୁ କ'ଣ? ମୁଁ କହିଲି କ'ଣ କିଏ କହୁଛି, ବାଉଳି ହେଇକି ଚାହିଁଲି ସବୁ, କୁଆଡ଼େ କିଛି ନାହିଁ। ମୁଁ କହିଲି କ'ଣ ଲେଖିବି ନା କବିତା ଲେଖୁନୁ, କି କବିତା ଲେଖିବି? ସେତେବେଳେ କବିତା ଲେଖା ଆରମ୍ଭ ହେଇନି। କାହିଁ ତୁ ଲେଖୁନୁ ସେ ଯେଉଁ ମାଳ ଇଏ ଧୀରେ ଧୀରେ ଚା ନା ବୁହାରେ ନାଉରି ଝିଅକୁ ମାଝି ଦର, ଯେଉଁଟା ଚିଲିକା କାବ୍ୟଟା ଲେଖା ହେଇଥିଲେ, ଇଏ ଗଦାସ ମିଶ୍ର ଲେଖିଥିଲେ। ସେଇ ଅନୁସାରେ ଲେଖୁନୁ, ଯେଉଁଟା ପଢ଼ା ହେଉଥିଲା। ଆଉ କେଉଁ ବିଷୟରେ ତମ ଗାଁ ବିଷୟରେ ଲେଖୁନୁ, ତମ ଗାଁ ବିଷୟରେ ତ ଗାଁଠୁ ଏତେ ଭଲ ପାଉଥିଲୁ, ଗାଁରେ ମନ୍ଦିର ଘରେ ରାସ୍ତାଘାଟ ତିଆରି କରିବାରେ ପିଲାମାନଙ୍କୁ, ଛୋଟ ପିଲାମାନଙ୍କୁ ନେଇକି ସବୁ ନେତୃତ୍ୱ ନେଉଥିଲୁ,
ଆଉ ସେଗୁଡ଼ା ତୁ ଲେଖୁନୁ ଆରମ୍ଭ ହେଲା ବୋଲି ମାଳ ବଣେ କାହିଁ ମୋ ଗାଁ ଭୂଇଁଲୁ ରହିଛି ରାଇଜ କଣେ ଚାରି ପାଶେ ତାର ପର୍ବତ ଘେରିଲୁ ଜଗିଛନ୍ତି ପ୍ରାଣ ପଣେ ପ୍ରକୃତି ପସରା ମୋ ଗାଁ ଭୂଇଁଲୁ ଧରିଛି ବସି ଯତନେ ବିକୁଛି ଭାବୁକେ ଶୋଭା ସମ୍ପଦ ଲୋ ତୃପ୍ତି ଆସେ ଦର୍ଶନୀ ଆରମ୍ଭ ତ ହେଇଛି ଆଉ ରାତି ପାଇଗଲା ଆଉ କିଏ କ'ଣ କିଛି ନାହିଁ 40 ପୃଷ୍ଠା ଗୋଟେ ଲେଖି ସାରିଲିଣି 40 ପୃଷ୍ଠା 40 ପୃଷ୍ଠା ଲେଖିଦେଲି ରାତି ପାଇଲା ବେଳକୁ କବିତା ସେଠୁ ଏମିତି ହଉ 2-4 ଦିନ 5 ଦିନ ଭିତରେ ହେଇଆ ବହି ପଢ଼ିଲାଣି ସିଏ ପୁଣି ଏଇଟା ହେଲା ଲେଖା ଆରମ୍ଭ ହେଲା ସେଇଠୁ ସେ ବହିର ନାଁ କ'ଣ ଦେଲେ? ପଲ୍ଲୀରାଣୀ କଲ୍ୟାଣୀ। ହଁ ସେଇଟା ତାର ଉଦ୍ଦେଶ୍ୟ କେମିତି ଭଗବାନଙ୍କ ବରାଦ କେମିତି ଦେଖନ୍ତୁ ଦୈବତ ସେଥିର ସର୍କଲ ଇନ୍ସପେକ୍ଟର ସ୍କୁଲ୍ସ ସେ ଆସିଥିଲେ ଟ୍ରେନିଂ ସ୍କୁଲକୁ ପରୀକ୍ଷା ଦେଖିବା ପାଇଁ ମୁଁ ଟିଚର ମାନେ ସବୁର ଆକ୍ଟିଭ ମୁଁ ସବୁ ଦାୟିତ୍ୱ ମୋର ତେଣୁ ସେ ଆସିଲେ ମହିଳା କେଉଁଠି ରହିବେ କେଉଁଠି ବାହାରକୁ ରହିବେ ଘରେ ତ ପିଲା ନାହାନ୍ତି ଆପଣ ଆରାମରେ ଶୁଅନ୍ତୁ ଆଉ ରୋଷେଇ ସେଇଠି କରି ଏଠି ଖାଇବେ ପିଇବେ ଆଉ ଦେଖିବେ ଯିବେ ଆଉ ଦେଖିଲେ ସେଇ ରାତିରେ ଶୋଇଛନ୍ତି ମୋ ଲେଖା ହେଇଯାଇଛି ମାସକ ଆଗରୁ ମୁଁ ତାଙ୍କୁ କହିଲି ସାର୍ କ୍ଷମା କରିବେ ଆଉ ଗୋଟିଏ କବିତା ବହି ଲେଖିଦେଇଛି ନା ଲେଖିଛନ୍ତି ନା ହଁ କାଲି ଦେଖିଛି କି ଆଚ୍ଛା ଆଚ୍ଛା ମୁଁ ଏଇଟା ନେଇଯାଉଛି ଜୟପୁର ସେ ଜୟପୁର ସର୍କଲ ଇନ୍ସପେକ୍ଟର ସ୍କୁଲ୍ସ ସେ ଥିଲେ ରେଭେନ୍ସା କଲେଜର ଜୟକୃଷ୍ଣ ମିଶ୍ର ନା କ'ଣ ସେ ଥିଲେ ପ୍ରଫେସର ସିଏ ଆସିକିରି ଏଠି ଥିଲେ ସେଇ ସମୟରେ ସେ ରଖି ମାସେ ଖଣ୍ଡେ ସେ ବହି ଦେଖି ତା ଦେଇଛନ୍ତି ଇଏ କ'ଣ ଟୀକା ଦେଇଛନ୍ତି ଲେଖିକି ବଢ଼ିଆ ସୁନ୍ଦର ଭାବରେ ଲେଖିଛନ୍ତି ବୋଲେ ବାଃ ମୋ ଅନୁକୂଳ ହେଇଗଲା ଆଉ ସେଇଟା କେମିତି ଜେରକ୍ସ ବେରକ୍ସ କିଛି ତ ସେତେବେଳେ ନଥିଲା କିଛି ନା ପାଣ୍ଡୁଲିରେ ଦେଇଦେଲି ପାଣ୍ଡୁଲିରେ ଖାଲି ସମସ୍ତେ କରିବାକୁ ଚାଲିଛି ଆଉ କାଳେ ହଜିଯିବ କ'ଣ ହବ ଗୋଟେ ଡର। ଆଉ ସେ ଭୟ କିଛି ନଥାଏ ସେ ସମୟରେ ବିଶ୍ୱାସ ପରସ୍ପରକୁ ଆଉ ସେ ଟ୍ରେନିଂ ସ୍କୁଲରେ ମୁଁ ଯେଉଁ ଟ୍ରେନିଂ ମାନଙ୍କୁ ପାଠ ପଢ଼ୁଥିଲି ସେମାନେ ସାର୍ ଲାଷ୍ଟ କ୍ଲାସରେ ମୁଁ କହିଲି ପିଲେ ଆଜି ଗୋଟେ କବିତା ସବୁ ଲେଖା ଶୁଣିଲ କେମିତି ଲାଗୁଛି ସେଟା ଗୁରୁ ଛାତ୍ର ମୁଁ ଟ୍ରେନିଂ ତାଙ୍କୁ ଦେଉଥିଲି ସେ ବାପ ବୟସର ଛାତ୍ର ସବୁ ମୋତେ 30 ବୟସ ସେମାନଙ୍କୁ କାହାକୁ 40 କାହାକୁ 45 କାହାକୁ 50 ବର୍ଷ ବୟସ ଏମିତି ସବୁ ପାଠ ପଢ଼ୁଥାଏ ଭାରି ସିନସିୟର ଥାଏ କାମ ଇଏ କରେ ତଥାପି ତାକୁ ପାଠ ପଢ଼ାରେ ଏପଟ ସେପଟ କଲେ ମୁଁ ବେଞ୍ଚ ଉପରେ ଠିଆ କରିଦିଏ ବୁଝିଲେ କେମିତି ଦେଖାଯାଉ ତମେ ପିଲାଙ୍କୁ ପୁରା ପାଠ ପଢ଼ଉଥିଲ ଆଉ କେମିତି ପିଲା ଭୁଲ କଲେ କିନ୍ତୁ ତମେ କ'ଣ ଦଣ୍ଡ ଦିଅ ଏହା ଦଣ୍ଡ ତମେ ବର୍ତ୍ତମାନ ଭୁଲ ହେଲେ ତ ଭଲ ଭୁଲ ନା ଠିକ ହେଲା ନା ଭୁଲ ହେଇପାରିବ ଏହା କରୁଛ ବେଞ୍ଚ ଉପରେ ଠିଆ ହେଲେ କେମିତି ଦେଖାଯାଉ ଦେଖିବା। ଆଚ୍ଛା ତାପରେ ଯୋଉ କବିତାଟି ଯୋଉ ଲେଖୁଥିଲେ ତା ଭିତରୁ ଦ୍ୱିତୀୟ କବିତାଟି ମଧ୍ୟ ସେଇଭଳି ସୁଟାଙ୍ଗୁଣି ହେଲା ଏ ଅଧ୍ୟାୟ ଏଠି ରହିଲା ଆଉ ଅଧ୍ୟାୟ ହେଲା ସୁଟାଙ୍ଗୁଣି ହଁ ମାନେ ଟ୍ରେନିଂ ସ୍କୁଲରୁ ମୁଁ ଗଲି ଫିଲ୍ଡକି ପଳେଇଲି ସେଇଠି ଗଣ୍ଡଗୋଳ ଯେମିତି ହେଲା ସୁଟାଙ୍ଗୁଣି ମାନେ କ'ଣ? ସୁଟାଙ୍ଗୁଣି ଗୋଟେ ଗାଁର ନାଁ ଶବରପଲ୍ଲୀ ଗାଁ ସବୁ ସେଠି ରହନ୍ତି ଇଏ ଡଙ୍ଗରିଆ କନ୍ଧ ଯୋଉ ନାହାନ୍ତି ବୁନିଗୁଡ଼ା ଠିକ ବୁନିଗୁଡ଼ାକୁ ଲାଗିଛି ନିୟମଗିରି ପାହାଡ଼ ସେଇଥିରେ ପାହାଡ଼ଟା ବିରାଟ ପାହାଡ଼ ଏଟା ନିୟମଗିରି ପାହାଡ଼ ସେଇଥିରେ ସବୁ ଡଙ୍ଗରିଆ କନ୍ଧ ସବୁ ଥାନ୍ତି। ଆ ଭିତରେ ଜଗନ୍ନାଥଙ୍କୁ ନେଇକି ମଧ୍ୟ ଲେଖିଛନ୍ତି ବହୁତ ସେ ତ 12ଟା ହେଇଗଲା ବହି ଏ ସବୁ 40ରୁ 42 କାଟି ଦିଅନ୍ତୁ ଆଉ ରହିଲା କେତେ 28-22 ଖଣ୍ଡେ ଅନ୍ୟାନ୍ୟ ସବୁ ଅଛି ମିଶିକିରି। ଏ ଭିତରେ ଯୋଉ ବୁଢା ବସିଛି ହଁ ଏଇଟା କାହା ଉପରେ ଆପଣଙ୍କ ଉପରେ? ବୁଢା ଉପରେ ରାତିରାତି ସେ ଆସିବ ବୁଢା ବସିଛି ବୁଢା ଦେଖୁଛି ଚାଲିଲା ବେଳେ ବୁଢା ଠକ ଯାଉଛି ଆଉ କ'ଣ କରୁଛନ୍ତି ଯାଉଛି ମନେ ପଡୁଛି ଏମିତି ସବୁ ହଉଛି ଅଭିନୟ ମୁଁ ଗୋଟେ ଅଭିନେତା ବୁଝିଲେ ସେ ଅଭିନୟ ଗୁଡା ସବୁଟା ମନେ ପଡେ ସେଥିପାଇଁ ସେ ଦୃଷ୍ଟିରୁ ବୁଢାଙ୍କ ଉପରେ ଗୋଟେ ଅନୁଧ୍ୟାନ ଚାଲିଲା କଲମ ଚାଲିଲା ସାଡ଼େ ଆଉ କ'ଣ ବୁଢା ବସିଛି ରେ ବୁଢା ବସିଛି ଦାଣ୍ଡରେ ଘାଟରେ ଯୁଆଡେ ଯାଉଥିଲେ କହିଲେ ଖାଇଛି ସେ ଅଲଗା ସେ ବୁଢା ହିସାବରେ। ଏ ଭିତରେ ଆଉ ଗୋଟେ ବି ରଖିଛନ୍ତି ଦୁର୍ନୀତି ମାହାତ୍ମ୍ୟ ଜାଣିପାରୁଛନ୍ତି ବର୍ତ୍ତମାନ ଯାହା ସିଚୁଏସନ ସବୁ ଚାଲିଛି ସେଗୁଡାକ ଦୁର୍ନୀତି ମାହାତ୍ମ୍ୟ ଆଉ କାହାକୁ ବିଶ୍ୱାସ କରିବେ ଦୁନିଆରେ
ନିଜ ଉପରେ ନିଜର ବିଶ୍ୱାସ ନାହିଁ। ଆଉ ଯେଉଁଠି MLA ହେଉଛନ୍ତି ବା ମନ୍ତ୍ରୀ ହେଉଛନ୍ତି କିଏ କାହାର କାମ କରୁନାହାନ୍ତି। ଆଜି ପର୍ଯ୍ୟନ୍ତ ହେଲାଣି ସ୍ୱାଧୀନତା କେତେ ବର୍ଷ ହେଲାଣି, କିନ୍ତୁ ଆଜି ସେ ଏରିଆକୁ ଯାଆନ୍ତୁ ସେମିତି ଝୁମ୍ପୁଡ଼ି ଘର, ସେମିତି ରାସ୍ତାଘାଟ ନାହିଁ, ସେମିତି କୂଅ ପୋଖରୀ ନାହିଁ। ଏ ପରିସ୍ଥିତିରେ ଆଉ କାମ କ'ଣ ହେଉଛି ବୋଲି କହିବା? ତମେ ସହରରେ ଭୁବନେଶ୍ୱର ଚାକଚକ କରି ଥୋଇଦେଲେ ସେ କାମଟା ହେଇଗଲା। କିନ୍ତୁ ଯାଆନ୍ତୁ ଆଉ ସୁଟାଗୁଣି ଯାଆନ୍ତୁ, ନହେଲେ ଯେଉଁ ଏରିଆ ମୁଁ ଯାଇଛି କୋରାପୁଟ ଡଙ୍ଗୁରିଆ ହିଲ୍ସ ତ ଗଲା ସୁଟାଗୁଣି କଥା। ଯେ 26 ପଦ ପାଖାପାଖି ବେଳକୁ ବହିଟା ଲେଖିଛନ୍ତି, ମାନେ ଏଇଟା କେତେ କୋଉ ମସିହାର କଥା ହବ? ଏଇଟା 26 ବର୍ଷ ମାନେ କ'ଣ, ଏଇଟା ଲେଖା ହେଲା ପୁରା ମାନେ 26 ନମ୍ବରରେ ଅଛି ସେଟା। 26 ନମ୍ବର ଅଛି, ନମ୍ବର ସହିତ ସମ୍ପର୍କ ନାହିଁ। ତଥାପି ଏଇଟା କୋଉ ଯେତେବେଳେ ଏଇଟା ସୁଟାଗୁଣିର ନା ନା ଏଇ ଯୋଉ ଇଏଟା ଆମର ଦୁର୍ନୀତି ମହାତ୍ମ୍ୟଟା। ଦୁର୍ନୀତି ମାହାତ୍ମ୍ୟ କୋଉ ସବୁ ଲେଖିଛି, ଆଉ ଲେଖିଛି କେତେବେଳେ ଲେଖି ଥୋଇଥିବି, ତାକୁ ଛପା ଯେତେବେଳେ ସୁବିଧା ହେଲା ଛାପି ଦେଇଛି ଆଉ କ'ଣ। ଆଚ୍ଛା, ଏବେ ଯୋଉ ଶେଷ କବିତା ଗୋଟେ ଭାବଗ୍ରାହୀ ଆଉ ଗୋଟେ ହଉଛି କାବ୍ୟ ତୃଷ୍ଣା। ଏଇ କାବ୍ୟ ତୃଷ୍ଣାଟା କାହାକୁ ନେଇକି କରିଛନ୍ତି? ସେଥିରେ ଅଛି 10-21ଟି ସ୍ୱତନ୍ତ୍ର ଛୋଟ ଖଣ୍ଡ କାବ୍ୟ। ସେ ଖଣ୍ଡ କାବ୍ୟ ଗୁଡ଼ିକ ଲେଖିଲେ କିଛି ବିଭିନ୍ନ ଜିନିଷ ଅଛି। କ'ଣ ଗୋଟେ ଜିନିଷ ଅଛି, ଗାଁର ଗୋଟେ ଧୋବାକୁ କିଏ ପଚାରୁନାହାନ୍ତି, ଧୋବା ବିଷୟରେ ଗୋଟେ ଲେଖା ହେଇଛି। ଆମ ଗାଁରେ ରାମିଆ ସେଠି ଜଣେ ଥିଲା, ସେ ରେଗୁଣ୍ଡିଆ ଥିଲା, ସେ ବୁଲିକି ଆସିଲା। ସେ ଯୁଦ୍ଧ ସମୟରେ କଥା କଲ, ତା ଗୋଡ଼ରେ ଲାଗିଥିଲା ଛୁରା ଫୁରା ଲାଗିଥିଲା, ଏମିତିକି ଆସିଯାଇଥିଲା। ସେ ହିଷ୍ଟ୍ରି ତାର ସବୁ କହେ ପିଲାଦିନେ, ସେଗୁଡ଼ା ସବୁ ମନେ ଥାଏ। ଆଉ ମୁରାରୀ ତ୍ରିପାଠୀ ଲେଖା ହେଇଛି। ମୁରାରୀ ତ୍ରିପାଠୀ ହେଲେ ଆପଣ ଜାଣିବେ ପୁରୀରେ ତାଙ୍କ ଘର ହେଉଛି ଆମ ନୟାଗଡ଼ ସେଇ ଶରଣକୂଳ ପାଖରେ ବାଉଁଶିଆ। ମାମୁଁ ଲେଖା, ସେ ମାମୁଁ ହେବେ, ଖୋଦ ମାମୁଁ ମୋର। ଆଉ ସିଏ ସେଠି ଆଙ୍କର ଜଗନ୍ନାଥ ପାଖରେ ଗୋଟେ ସେବା ସମିତି ଅଛି ସେଇଠି। ସେ ରହିକିରି ହଇଜା ସମୟରେ, ବାଡ଼ି ବସନ୍ତ ସମୟରେ ଆଉ ସେ ସବୁ ସେବା କରି ନେଇକି ତାଙ୍କୁ ହିଁ ନେଇକି କାବ୍ୟ ତୃଷ୍ଣା ତାଙ୍କ ଉପରେ ସେ ଗୋଟେ କାବ୍ୟ। ଆମେ କେମିତି ଲେଖା 11ଟା ବିଷୟରେ ଏବେ ବି ଲେଖୁଛନ୍ତି? ହଁ ଲେଖା ଚାଲିଛି, ଲେଖା ଅସୁବିଧା ନାହିଁ। ଲେଖା ଚାଲିଛି। ହଁ ଯେତେବେଳେ ଯୋଉଟା ହେଲା ମନେ ପଡ଼ିଲା। ଏବେ ଥୁଆ ଅଛି ପାଣ୍ଡୁର ଗୁଡ଼ାଛି, ତାକୁ ହେଲେ କୋଉଠି କ'ଣ କରିବା, ରଖିବା ପାଇଁ ଜାଗା ନାହିଁ, ତାକୁ ପୋଡ଼ି ଦେବା କି ଫୋପାଡ଼ି ଦେବା, କ'ଣ କରିବା ଏମିତି ସବୁ ବିଚାରଟା। ଆଉ ମୋ ପରେ ଆଉ କେହି ଲେଖିବାର ନାହିଁ ଯେ। ସିଏ ମୋର ନାତି ହେଉଛି ଜଣେ ବିଶିଷ୍ଟ କବି। ସିଏ ବି କବି ହେଉଛି କ'ଣ ଆଧୁନିକ ମଡର୍ଣ୍ଣ କବି ପୁରା। ସିଏ ଆପଣ ତାଙ୍କୁ ଶିଖେଇ ଦେଇଛନ୍ତି? ମୁଁ ଶିଖେଇନି କିଛି, ଆଉ ସେ ତ ନିଜେ ନିଜେ ଏମିତି ମୋ ଆଗରେ ଏମିତି ଯେମିତି ଗାଇଦେଲା, ମୋ ମୁଣ୍ଡ ଖରାପ ହେଇଗଲା। ବୋଲେ ଇଏ କି ଗୀତ, ଇଏ କି କବିତା, ଇଏ କ'ଣ ରହସ୍ୟ କ'ଣ ୟା ଭିତରେ। ପ୍ରଥମ କବିତାରେ ସେ ଟ୍ରେନିଂ ସେତେବେଳେ ଯାଇଥିଲା, ଇଞ୍ଜିନିୟରିଂ ପଢ଼ୁଥାଏ। ସେ ଗୋଟେ ଇଂଲିଶ, ହିନ୍ଦୀ, ଓଡ଼ିଆ ତିନିଟା ମିଶିକିରି ଭାଷାରେ ଗୋଟେ ର୍ୟାପ୍ ଲେଖିଥିଲା। ର୍ୟାପ୍ ଲେଖି ସେଠି ତାଙ୍କ ବିଦାୟକାଳୀନ ସଭା ଭାଷଣ ଦେଇଥିଲା। ସେଇଠି ସେ ଆସିକିରି କହିଥିଲା ମୋତେ ଆଗରେ, ମହିଳାରେ ଏଠୁ ତ ଇଂଲିଶ ମିଡ଼ିୟମ ସ୍କୁଲ ପିଲା, ଓଡ଼ିଆ ଆଉ ତ ସେଠି ତ କିଛି ନଥିଲା ତା ଇଏ ବିଷୟରେ, ତ କେମିତି କ'ଣ ଲେଖିଲୁ, କ'ଣ ହେଲା, ଲେଖୁ ଲେଖିଛି। ଆଚ୍ଛା, ଆଉ ଗୋଟେ କଥା କି ବର୍ତ୍ତମାନ ସେ ସମୟ ଗୋଟେ ଥିଲା, ବର୍ତ୍ତମାନ ଗୋଟେ ସମୟ ଚାଲିଛି। ମଝି ପିରିୟଡଟା କୋଉଠି ନା କୋଉଠି କାଁ ଭାଁ ଯାହାକୁ ନେଇକି ସମସ୍ତେ ଚର୍ଚ୍ଚା କରନ୍ତି। କିନ୍ତୁ ସେ ଯୋଉ 80 ଦଶକ ବା 70 ଦଶକ ସେଇ ସମୟର ଆଉ ବର୍ତ୍ତମାନର ଯୋଉ ବିଂଶ ବା 21 ଚାଲିଛି, ଏ ଯୋଉ ସମୟ ଫରକ କେମିତି ଲାଗୁଛି? ଆକାଶ ପାତାଳ ତଫାତ। ବଡ଼ ଜିନିଷ କଥା ହେଲା, କିଏ କାହା କଥା ମାନୁନାହାନ୍ତି। ଏବେ ସେତେବେଳେ ଯେ ଆଜ୍ଞା ମାରା ସବୁ କଥାରେ ମୁଁ କହିଛି, ହେଡ଼ମାଷ୍ଟରକୁ କେମିତି ଚ୍ୟାଲେଞ୍ଜ ଦେଲି, ସେଠି ଚ୍ୟାଲେଞ୍ଜ ଦେଲି। ମୋ ଗୋଟେ ଛୋଟିଆ ମୋ ନିଜର ଲେଖା, ଯେତେ ଝଡ଼ ଝଞ୍ଜା ବାତ୍ୟା ପ୍ରଳୟ ପବନ ବହିଯାଏ ଏ ଜୀବନେ ଆସି ଘନ ଘନ, ଧୈର୍ଯ୍ୟ ଓ ସାହସ ବଳେ କରି ସମାଧାନ, ଯିଏ ଚାଲେ କର୍ମପଥେ ସେ ମଣିଷ ଧନ୍ୟ। ସେଇଟା ମୋ ପାଇଁ ଲାଗିବ। ଯେତେ ଝଡ଼ ଝଞ୍ଜା ବାତ୍ୟା ପ୍ରଳୟ ପବନ ବହିଗଲା ମୋ ଜୀବନେ ଆସି ଘନ ଘନ, ଧୈର୍ଯ୍ୟ ସାହସ ବଳେ କରି ସମାଧାନ, ଚାଲିଅଛି କର୍ମପଥେ ଧନ୍ୟ ମୋ ଜୀବନ। ସେତେବେଳେ ଚ୍ୟାଲେଞ୍ଜ ଦେଇକି କରାହଉଥିଲା, ବର୍ତ୍ତମାନ ମୁଣ୍ଡ ନୁଆଇକି ଯେ ଆଜ୍ଞା ମହାରାଜ। ସେତେବେଳେ ମୁଣ୍ଡ ନୁଆଇବାର ନାହିଁ। ସମାଜ ଗୋଟେ କଳୁଷିତ ହେଇଯାଉଛି, ସିଧା କଳୁଷିତ, ଭାବିବାର ନାହିଁ।
ସମାଜର ଆଉ ସାମାଜିକ ମଣିଷ ଅଛନ୍ତି ଭାଇକି ଭାଇ ଚିହ୍ନି ପାରୁନି ମଣିଷତ୍ୱ ହରେ ମଣିଷତ୍ୱ ହରେଇ ଯାଇଛନ୍ତି। ଆମେ 5 ଭାଇ ଯାକ ବସିକିରି ଏକାଠି ବସିକିରି ଖାଉଥିଲୁ ପୁତୁରା ଝିଆରୀ ପୁତୁରା ସମସ୍ତେ ବସିକିରି ଆଶ୍ଚର୍ଯ୍ୟ ହେଇଯିବେ। ମୋ ପୁଅ ଏଠି ଯାଇଛି ଏପଟେ ଗଲା ପୁରା ବ୍ରତର ସମୟକୁ ମୁଁ ଥାଏ କୋଲରା ଗଞ୍ଜାମ ରାୟଗଡ଼ା ଯୋଉ ହଉ ପେପର ମିଲ୍ସ ଛାଡ଼ନ୍ତୁ ମାନେ କଥା ଗଲା। ହଉଛି କି ଭାଇ ଭାଇ ଭିତରେ ଫାଟ ଭାଇ ସାଙ୍ଗ ବନ୍ଧୁ ବନ୍ଧୁରେ ଫାଟ ସବୁ ଫାଟ। ଏବେ ବନ୍ଧୁ ନାହିଁ ଭଲ ବନ୍ଧୁଟେ ପାଇବେନି ଭଲ ଭାଇଟେ ପାଇବେନି ଆଉ କଣ କହିବା ବାପା ମାଙ୍କୁ ତ ପଚାରୁନାହାନ୍ତି ଆଉ ସେ କ୍ଷୟ କରି ଚାଟିକି ବେଗାରେ ପଳଉଛନ୍ତି ଆଉ କଣ କରିବେ। ସମସ୍ତେ ଖାଲି ଦୋଷ ଦଉଛନ୍ତି ପରିବେଶ କଳୁଷିତ ହେଇଗଲା। ପରିବେଶ କଳୁଷିତ ହେଇଗଲା। ପ୍ରକୃତରେ ପରିବେଶ ତାହା ହିଁ ନା ସତ୍ୟ। ମଣିଷ କଳୁଷିତ ହେଇଯାଇଛି। ନାଇଁ ମଣିଷ କଳୁଷିତ କଣ ହବ ସେ ପରିବେଶରୁ ମଣିଷ ଶିଖିବ। ପରିବେଶରେ ମଣିଷ ଯେହେତୁ ଚଳୁଛି ସେଇ ପରିବେଶର ପ୍ରଭାବଟା କାହା ଉପରେ ପଡୁଛି ମଣିଷ ଉପରେ ପଡୁଛି। ଆଉ ମଣିଷ ଦିନ ଭାବନ୍ତା ନାଇଁ ମୁଁ ଭଲ କାମ କରିବି କାହିଁ ଖରାପ ଇଏ ପଡିବ। ଆଚ୍ଛା ଯେ ଆପଣଙ୍କର ମତାମତ କଣ ଦେବେ ବର୍ତ୍ତମାନର ଯୋଉ ପିଲାମାନେ 20 ବର୍ଷ ହୁଅନ୍ତୁ 12 ବର୍ଷ ହୁଅନ୍ତୁ ବା 30 ବର୍ଷ ହୁଅନ୍ତୁ ସେ ପିଲାମାନଙ୍କୁ କଣ କହିବେ ଯୋଉମାନେ ପରିବାରଠୁ ବି ଦୂରେଇ ଯାଉଛନ୍ତି? କଣ କହିବି ସେ ବିଷୟରେ ପିଲାମାନେ ତ ନିଜେ ପିଲାଙ୍କୁ ଯୋଉ ଶିକ୍ଷା ଦିଆଯାଉଅଛି ସେ ଶିକ୍ଷାରେ ମଧ୍ୟ ତ୍ରୁଟି ରହିଯାଉଛି। ଆମେ ପିଲାଦିନେ ପାରିବାରିକ ଶିକ୍ଷା କେମିତି ଘରେ ବାପ ମା ଭାଇ ବନ୍ଧୁ ଗାତି କୁଟୁମ୍ବ କାହାକୁ ନେଇ ବ୍ୟବହାର ଶିଖିବାକୁ ପଡ଼େ ବା କେମିତି ଶିଖିବାକୁ ପଡ଼େ ପରିବାର ସଂସ୍କୃତି ସହିତ ସଂସ୍କାର ସଂସ୍କୃତି ଯୋଉଟା ବାପା ମା ଯେମିତି ଚଳୁଥିଲେ ଆମେ ସେମିତି ଚଳୁଥିଲୁ। ବାପା ମାଙ୍କ ଭିତରେ ସବୁ ଏଇଭଳି ନିବିଡ଼ତା ଥିଲା ଆମ ନିବିଡ଼ତା ଥିଲା। 5 ଭାଇ ଯାକ ଏକାଠି ବସିକିରି ଖାଇବା ଆଉ ମୁଁ 6ଟା ପିଲାଙ୍କୁ ବ୍ରତ କଲି ଏକାଥରକେ ମୋ ପୁଅ ଆଉ ତା ପୁତୁରା ମାନଙ୍କୁ ଆଉ 4-5ଟି ମିଶିକିରି ସେମାନେ 12 ବ୍ରତ କରିବି ବୋଲି ବସିଥିଲେ ଅଭାବ ଅଟନ ସମୟ ମୁଁ ଚାକିରି କରିଥାଏ ତ ମୁଁ କହିଲି କଣ ହେଲା ମାନେ ସେତେବେଳେ 70 ଟଙ୍କା ଦରମା ପାଉଥିଲେ 50 ଟଙ୍କା ଘରକୁ ଦଉଥିଲେ। ଏବେ କିନ୍ତୁ ପିଲା 70,000 ଦରମା କି 7 ଲକ୍ଷ ପାଇଲେ ବି ଲକ୍ଷେ ଟଙ୍କା ବି ଘରକୁ ଦଉନାହାନ୍ତି। ନିଅଣ୍ଟ ତାକୁ ତ ନିଅଣ୍ଟ ଆଉ ସେ ଦେବେ କଣ କିନ୍ତୁ ଆମର ବଳକା ହୁଏ ଆମର କିଛି ବାଧ୍ୟ ଅଭ୍ୟାସ ନାହିଁ ବିଡ଼ି ପାନ ଚା ସିଗାରେଟ ଆଉ ମଦ ନଥିଲେ ବି ପରିବାରକୁ ଆଗେ ଦେଖା ହଉଥିଲା। ଆଗ ପରିବାର ଖାଇବା ଆଗ ପରିବାର ବଞ୍ଚନ୍ତୁ ତାପରେ ଯାଉ କଥା। ତେଣୁ ସେ ଅନୁସାରେ ମାନେ ବର୍ତ୍ତମାନ ଗୋଟେ ସମାଜ ଗୋଟେ ସ୍ୱାର୍ଥବାଦୀ ହେଇଯାଇଛି। ପୁରା ସ୍ୱାର୍ଥବାଦୀ କିଛି କହିବାର ନାହିଁ ପ୍ରତ୍ୟେକ ସ୍ୱାର୍ଥବାଦୀ ହେଇଛନ୍ତି। ଆଉ ତାହେଲେ ଯୋଉ କଥା ଥିଲା ଆପେ ବଞ୍ଚିଲେ ବାପର ନା ସେ ଢଗଟି ଏଇଠି ଲାଗିବ ନା ଆ ପାଇଁ ଅଲଗା କିଛି ଲାଗିବ? ଆପେ ବଞ୍ଚିଲେ ଯୋଉଟା କହୁଛନ୍ତି ସେଇଟା ସ୍ୱାର୍ଥପରତାର ଚରମ ଉଦାହରଣ ବୁଝିଲେ। ଆଉ ନିଃସ୍ୱାର୍ଥପର ଯିଏ ଗୋଟେ କହନ୍ତି ସମସ୍ତ ମୁହଁରେ ହସ ଦେଖିଲେ ମୋ ମନରେ ହସ ଆସିବ। ମୋର ଯେତେ ବହି ଅଛି ଲେଖା ଆପଣ ଦେଖିବେ ସବୁ ପ୍ରଭୁ ଦୁନିଆରେ ସମସ୍ତେ ଖୁସିରେ ରଖ ସମସ୍ତେ ଖୁସିରେ ତମେ ଖୁସି ରହିବ ତମେ ଖୁସି ରହିବ ମୁଁ ଖୁସି ହେବି। ଏବେ ବି ଜଗନ୍ନାଥଙ୍କୁ ଡାକୁଛନ୍ତି। ହଁ ପ୍ରତି ମୁହୂର୍ତ୍ତରେ ଜଗନ୍ନାଥ ଛାଡ଼ିଦେଲେ ମୋର ସ୍ଥାନ ଅଛି ଏଠି ଦେଖୁନାହାନ୍ତି କେତେ ବଡ଼ ପ୍ରଥମ ଥିଲେ କି ନାହିଁ ଜଗନ୍ନାଥ ଛାଡ଼ିଦେଲେ ଆଉ ଆଜିର ଜନ୍ମଦିନରେ ମୁଣ୍ଡରେ ଇଏ ରାଜାଙ୍କ ଭଳିଆ ବେଶ ଆପଣ ରଜା ମୁଁ ସଦାବେଳେ ରଜା ମୋ ମନ ରଜା ମୋ ମନ ମୁଁ ନିଜେ ରଜା ଆଉ ରୋଲ ବି କରେ ରଜା ରୋଲ କରେ ତାହେଲେ ସମସ୍ତେ ବି ଏମିତି ରଜା ଭଳିଆ ସମସ୍ତେ ରଜାଳିଆ ରହନ୍ତୁ। ବହୁତ ବହୁତ ଧନ୍ୟବାଦ। ତ ଆଜିର ଏଇ ଯୋଉ ବିଷୟବସ୍ତୁ ଆମେ ଯୋଉ କହିଲୁ ଆମ ଜେଜେ ବୟସର ଅପରାହ୍ନରେ ଆଜି ଆମ ଜେଜେରେ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅନେକ ବୟସର ମାନେ ନିଜ ଜୀବନର ଅନେକ ବର୍ଷ କଟେଇଛନ୍ତି ତାର ଅନୁଭୂତି ଅନେକ କିଛି ଅଛି ସମୟ ଏତେ ତ ଦେଇ ହବନି ଏତେ କଥା କଥା ବାହାରିଲେ ବହୁତ ବାହାରିବ କିନ୍ତୁ ପ୍ରକୃତରେ ମଣିଷ ସ୍ୱାର୍ଥବାଦୀ ଯୋଉ ହେଇଯାଇଛନ୍ତି ଏ ସ୍ୱାର୍ଥବାଦୀ ଦୁନିଆରେ ଯଦି ମଣିଷ ସ୍ୱାର୍ଥକୁ ଟିକେ ହଜେଇ ମଣିଷତ୍ୱକୁ ଆପଣେଇ ନେବ ତାହେଲେ ନିହାତି ପୁଣି ଥରେ ଆମ ପରିବେଶ ସୁଧୁରି ଯିବ ଆମେ ସୁଧୁରି ଯିବା ସମାଜ ସୁଧୁରି ଯିବ ଦୁନିଆ ବଦଳିଯିବ। ପୁଣି ଥରେ ଦେଖା ହବା ଆଉ ଗୋଟେ ଅଧ୍ୟାୟରେ ଆମ ଜେଜେଙ୍କ ସହିତ। ରଖୁଛି ନମସ୍କାର।